हाय हेलो नमस्ते। आशा करूची भले थिबे समस्ते। वेलकम बैक टू आवर न्यू वीडियो। फर्स्ट ऑफ ऑल जय जगन्नाथ। जय जगन्नाथ। तो जेमिति की आजी सेकंड टेस्ट रो फर्स्ट डे सरी जाईची आउ सेई आपण माने तो ऑलरेडी देखि सारी थिबे टेस्ट रो स्कोर। जेमिति की प्रीवियस वीडियो रे म कहितली वन साइडेड मैच थिला फर्स्ट टेस्ट सेकंड टेस्ट मध्ये से मोयरे जाउची A3 रे शेष हबो सेकंड टेस्ट तीस हां A3 रे एंड हबो ए टेस्ट मैच डिपेंड करे इंडिया प्लेयर ऊपर, इंडियन प्लेयर को ऊपर डिपेंड करे। ସେମାନେ ଯେତେ ଦିନ ଚାହିଁବେ ସେତେ ଦିନ ଚଲେଇବେ। इंडिया में भी मते लागुची इंडिया काली फर्स्ट हाफ रे ही डिक्लेयर कर दबो कि सेकंड हाफ मझिरे डिक्लेयर कर दबो। एसएससी जेसवाल 173 भलिया स्कोर करछि से 200 परे ताकू इन केस 200 कर देला जदी काली फर्स्ट हाफ भितरे फर्स्ट हाफ रो फर्स्ट सेशन भितरे सॉरी फर्स्ट सेशन नो फर्स्ट हाफ भितरे माने से जो घंटे भितरे घंटे 2 घंटा भितरे तो नेक्स्ट टू से जो बैटिंग करियो ताकू से अटकेई परिया दरकार। आउ इंडिया एते स्कोर चाहे जीवनी ऑलमोस्ट 500 600 जे डिक्लेयर करतो 500 तो मते लागुची डिक्लेयर करतो। आउ वेस्ट इंडीज तो मते लागुनी 500 पई ताकू 5 थर खने खेलिया पड़ियो 4 थर 5 थर मते लागुची एमती केस रे ନାଇଁ ବ୍ରିଟିଶ ଆକ୍ଚୁଆଲି ମୁଁ ଭାବୁଛି ଇଣ୍ଡିଆ ତାର ଯୋଉ ବ୍ୟାଟିଂ ଡେପ୍ଥ ଅଛି ୱାଶିଂଟନ ସୁନ୍ଦରଜା ମେ ବି କାଲି ଟେଷ୍ଟ କରିବ। ତ କାଲି ନା ମେ ବି ମତେ ଆସିକି କେବେ ବି ସମସ୍ତେ ଲାଗୁନି ଆଟାକିଂ ଟେଷ୍ଟ ଖେଳିବେ, ଯେ ଆଉଟ ହବ अटैकिंग ନହେଲେ खेली पारन से ହଁ ହଁ କାହିଁକି ନା ଅଲରେଡି ଜୟସ୍ୱାଲ 173 ରେ ନଟ୍ ଆଉଟ୍ ଅଛି ଏବଂ ଶୁଭନ ଗିଲ୍ ଆମର କ୍ୟାପ୍ଟେନ 20 ରନରେ ନଟ୍ ଆଉଟ୍ ଅଛି। ତ ମତେ ଲାଗୁଛି କାଲି ସମସ୍ତଙ୍କୁ ଚାନ୍ସ ଦବ। ଫାଷ୍ଟ ମେ ଆମେ ବି ଯଦି ଅଧଘଣ୍ଟା अच्छा ଖଣ୍ଡେ देवप्रिय देवप्रिय ଆମେ जेमती ଯଦି कहउछन्ती टिके प्रीतिश देवप्रिय जेमती कहउछन्ती समस्त को चांस मिलिया दरकार। एक्चुअली आज रे खेल रे गोटे भलो मोमेंट थिला कोच को सहित हमर मोहम्मद सिराज बैटिंग अभ्यास करिकी ग्राउंड को फेरथिले तो सेथि भाई बोते देवप्रिय एनालिसिस करछन्ती कि पूरा बैटिंग समस्त करिए बोली ନା ନା समस्त को କାହିଁକି चांस ନା मिलियो ସେମିତି ଆଗକୁ ସେମିତି ନା ନା ଆକ୍ଚୁଆଲି ଆଗକୁ ଯୋଉ ସିରିଜ ଆସୁଛି ଦେବପ୍ରିୟ ଠିକ ଅଛି ଦେବପ୍ରିୟ ହଁ ଆଗକୁ ଟେଷ୍ଟ ଅଛି ଠିକ ଅଛି ବାକି ସେ ପିଚ୍ ଅଲଗା ସେ ସିଚୁଏସନ ଅଲଗା ସେ ସବୁ ଅଲଗା ମିଳିବ କଣ୍ଡିସନ ଅଲଗା ମିଳିବ ଏବେକାର କଣ୍ଡିସନ ଟୋଟାଲ ଚେଞ୍ଜ ମେ ବି ଏସଏସସି ଜେସୱାଲ 200 ପରେ ଆଟାକିଂ ଖେଳି ଚାଲିବ ହଁ ନେକ୍ସଟ ଯୋଉ ବି ବ୍ୟାଟ୍ସମ୍ୟାନ ଆସିବେ ଆଟାକିଂ ପାଇଁ ଟ୍ରାଏ କରିପାରନ୍ତି ବାକି ରବୀନ୍ଦ୍ର ଜାଡେଜା କେବେ ବି ଆଟାକିଂ ହେଇପାରିବନି ତା ନିଜ ପରଫରମାନ୍ସ କୁ କେବେ ବି ଏତେ ଜଲ୍ଦି ମାନେ ତା ନିଜ ମାନେ କଣ କହିଲ ସେଟା କନଫିଡେନ୍ସ ଜୋନ କୁ ସରି नहीं प्रीतिश କମ୍ଫର୍टेबल ଜୋନ प्रीतिश କମ୍ଫର୍ଟ କମ୍ଫର୍ଟେବଲ ଜୋନ୍ एक्चुअली ଜୋନକୁ ଚେଞ୍ଜ फास्ट କରିବ। मैच रे हम जो अहमदाबाद खेल होइतिला जाडेजा आसिकी ऑलरेडी फास्ट बॉल रे अटैकिंग खेलिथिले हाँ माने हाँ नो मझिरे डाउट से किंतु मैच में अटैकिंग स्लो ଥିଲା टिके खेलिथिले बट फास्ट रू आसिकी अटैकिंग ही खेलिथिले नो डाउट अटैकिंग ଥିଲା ସେଇଟା ତ କରିବାକୁ ପଡିବ କାରଣ ସେ ତମ ପର୍ସନାଲ ସୋଚ୍ ରେ ତ କେବେ ବି ଚାଲିବନି ଟିମ୍ ସେ କୋଚ୍ ର ସୋଚ୍ ତା ଉପରେ ଡିପେଣ୍ଡ କରେ ସେ କୋଚ୍ ବିଷୟରେ ଆମ ପ୍ରିଭିୟସ ଭିଡିଓରେ ଆମେ କହିସାରିଛୁ ଯୋଉଟା କି ଅପଲୋଡ ହବ ଆଉ ଦି ଦିନ ପରେ ସେଟା ଆପଣ ମାନେ ଦୟାକରି ସେ ଭିଡିଓଟିକୁ ଟିକେ ଦେଖିବେ ନାଇଁ ନାଇଁ ଅଲରେଡି ଅପଲୋଡ ତ ହେଇସାରିଲାଣି। ଯଦି अपलोड प्रीतिश ଅଲରେଡି ऑलरेडी ନାଇଁ अपलोड हो जाइए ପ୍ରୀତିଶ ତମେ ବହୁତ ନାଇଁ ଲେଟ୍ ରେ ଅଛ। ଯୋଉଟା ଆମେ କାଲିର ଭିଡିଓଟା ଯୋଉଟା ୟେସ୍ ବନା ୟେସ୍ ହେଇଛି ୟେସ୍ ରୋହିତ ଶର୍ମା ऑलरेडी अपलोड हो ୟେସ୍ जाइए ଅଲରେଡି ଅପଲୋଡ ହେଇସାରିଲାଣି ଆଜି। ଆଜି ଅପଲୋଡ ହେଇ ସାରିଲାଣି ୟେସ୍ आज्ञा ତମେ ତ ଦେବପ୍ରିୟ ବହୁତ ଫାଷ୍ଟ ଅଛି ତୁ ମତେ ତ ଆଟଲିଷ୍ଟ ଜଣା ମୁଁ ଅଲରେଡି ଓକେ ଗ୍ରୁପ ରେ ମେସେଜ ତ କରିଦେଇଥିଲି। ଆଜିର ଆମେ ପ୍ଲେଇଂ 11 ବିଷୟରେ କହିବା ଇଣ୍ଡିଆ ଟିମ୍ ତରଫରୁ ଫାଷ୍ଟ ଅଫ ଅଲ୍ ଗୋଟେ ଖୁସି ଖବର କି ମାନେ ଶୁଭମ ଗିଲ୍ ଇଣ୍ଡିଆ ଟସ୍ ଜିତି ଟସ୍ ଯାଇଛି। ଜିତିକି ଫାଷ୍ଟ ବ୍ୟାଟିଂ ଦେଇଛି हाँ ଟସ୍ सेटा ଜିତି ଯାଇଛି मते भी बहुत भल लागिला ଆଉ ଟସ୍ ଜିତି ରୋହିତ ଶର୍ମା ଏଇ ଯୋଉ ସରି ଆମର ରୋହିତ ଶର୍ମା ବାରମ୍ବାର ଆସିଛି ସୁମନ ଗିଲ୍ର ସେ ଯୋଉ ପେସ୍ ଟା ସେଇଟା ସ୍ମାଇଲିଂ ମାନେ ଫେସ୍। ଭାରି ଖୁସି ବାଲା ପେସ୍ ଥିଲା ହଁ ତ ଆଜି ଇଣ୍ଡିଆ ଟସ୍ ଜିତି ଫାଷ୍ଟ ବ୍ୟାଟିଂ ନେଇଛି ଆଜ ୟୁଜୁଆଲ ଯେମିତି କି ଇଣ୍ଡିଆ ଟିମ୍ ଚେଞ୍ଜ ଅଛି ସେମ୍ ଟିମ୍ ସହିତ ହିଁ ଯାଇଛି ଅଲମୋଷ୍ଟ କଣ ସେମ୍ ଟିମ୍ ସହିତ ହିଁ ଯାଇଛି ସେମ୍ ଟିମ୍ ପୁରା ସେମ୍ सेम टीम बट आज माने सेकंड मैच यशस्वी रे जायसवाल हाँ यशस्वी जायसवाल केएल राहुल साई सुदर्शन सुमन गिल ध्रुव जुरेल रविंद्र जाडेजा वाशिंगटन सुंदर एंड नीतीश नीतीश कुमार रेड्डी रेड्डी कुलदीप यादव जसप्रीत बुमराह एंड मोहम्मद सिराज ଆଉ ୱେଷ୍ଟ ଇଣ୍ଡିଜ କୁ ଯଦି ଆମେ ଯିବା ତ ମେ ବି ତାଙ୍କର ଗୋଟେ ମୁଁ ତ କହିବି ଗୋଟେ ମାନେ ଯାହାକୁ ଗୋଟେ ଟାଇମରେ ଲାଗୁଥିଲା କି ସେ ୱେଷ୍ଟଇଣ୍ଡିଜ କ୍ରିକେଟ କୁ ବହୁତ ଆଗକୁ ନବ ଆଉ ୱେଷ୍ଟଇଣ୍ଡିଜର ଗୋଟେ ଭଲ ବ୍ୟାଟ୍ସମ୍ୟାନ ହିସାବରେ ଆସିବ ବ୍ରେଣ୍ଡନ କିଙ୍ଗ ସେଇ टंडन की ଅନୁସାରେ ତ ପରଫରମାନ୍ସ ଆସିନି ମେ ବି ମାନେ କାଲି ଗୋଟେ ଦେଖାଯାଉ କଣ ହଉଛି
ନାଇଁ ବ୍ରେଣ୍ଡନ ନା କିଙ୍ଗ ବ୍ରେଣ୍ଡନ ରେଷ୍ଟେଡ ଅଛି କିଙ୍ଗରୁ ମ୍ୟାଚ୍ ରେ, ବାହାର ଓ କରିଦେଇଛନ୍ତି। ସରି। ରେଷ୍ଟେଡ ଅଛି, ବେଞ୍ଚ ଅଛି। ଇନ କେସ୍ ସେ ତ ତା ପରଫରମାନ୍ସ ପାଇଁ ସେ ତ ୱେଷ୍ଟଇଣ୍ଡିଜ ର ପ୍ଲେଇଂ 11 ଥିଲେ ଜନ୍ କ୍ୟାମ୍ପବେଲ, ଟାଗ୍ରେନାରୀ, ଚନ୍ଦ୍ରପୋଲ 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 କହିଲେ ଭାଇ ଚନ୍ଦ୍ରପୋଲ ର ଗୋଟେ ହିଷ୍ଟ୍ରି, ବହୁତ ବଡ ହିଷ୍ଟ୍ରି ଅଛି। ଚନ୍ଦ୍ରପୋଲ ଆଜ ଏ ପ୍ଲେୟାର ମାନେ ନାଇଁ ୱାଲ, ନାଇଁ ଇଏ ଚନ୍ଦ୍ରପୋଲ ନୁହଁ। ଇଏ ତାଙ୍କ ଏ ଭାଇ। ଚନ୍ଦ୍ରପୋଲ ନୁହଁ, ଫାଦର ଚନ୍ଦ୍ରପୋଲ, ସନ୍ ଚନ୍ଦ୍ରପୋଲ ନୁହଁ, ଓକେ। ଫାଦର ଚନ୍ଦ୍ରପୋଲ। ତ ଠିକ ଅଛି, ଆମେ ଟିକେ ସ୍କ୍ୱାଡ ଟା କହିଦବା। ଜନ୍ କ୍ୟାମ୍ପବେଲ, ଚନ୍ଦ୍ରପୋଲ ଆଣ୍ଡ ଆଲି କାଥନେଜ, ସେ ହୋ, ରୋଷ୍ଟନ ଚେସ୍, ଡେଭିନ୍ ଇମାଲ୍ସ, ଜଷ୍ଟିନ ଗ୍ରେଭ୍ସ, ଜୋମେଲ ୱାରିକାର ଯିଏକି ଭାଇସ କ୍ୟାପ୍ଟେନ, ଖାରି ପାଇରି, ଖାଲି ଆଣ୍ଡରସନ ପିଅର। ଫିଲିପ, ପିୟର ସେଟା କି? ଓକେ, ପିୟର ତ ନା ତ ଠିକ ଠିକ, ପିୟର, ଆଣ୍ଡରସନ ଫିଲିପ, ଜାଇଡେନ ସେଲ୍ସ। ତ ମୁଁ ଯଦି ଦେଖିବାକୁ ଯିବି ବୋଲିଂ ଆଟାକ ଟା ଆକ୍ଚୁଆଲି ସେଲ୍ସ ଉପରେ ବେଶୀ ଡିପେଣ୍ଡେଣ୍ଟ ହେଇଯାଉଛି। ଆଉ ମାନେ ସେତିକି ତାଙ୍କର ଯେମିତି କି ଆଲଜେରି ଜୋସେଫ ନାହିଁ, ତ ସିଏ ଗୋଟେ ଫାଷ୍ଟ ବୋଲିଂ ଆଲଜେରି ହିସାବରେ ଜୋସେଫ ଖଟୁଛି ତ ବାକି। ନାହିଁ ନାହିଁ, ଆଉ ସେମାରୋ ଜୋସେଫ ଯେ ହଁ ସେମାନେ, ଅଷ୍ଟ୍ରେଲିଆରେ ପୁରା ତହଲକା ମତେ ଦେଇଥିଲା, ହଁ ସିଏ ସିଏ ବି ମଧ୍ୟ ନାହିଁ। ନାହିଁ। ତ ହଁ ତ ଟିକେ ଆକ୍ଚୁଆଲି ସେଇ ଦି ତାଙ୍କର ଜଣଙ୍କୁ ୱେଷ୍ଟଇଣ୍ଡିଜ ବହୁତ ମିସ୍ କରୁଛି। ହୁଁ। ସେ ତ ନିହାତି ଆଜିର ସେ କ୍ୱେଶ୍ଚନ ଟା ବେଷ୍ଟ ବୋଲର ପଚାରୁଛି। ଆଉ ହଉଛନ୍ତି ଜୋମେଲ ୱାରିକାନ, ଯିଏକି 2ଟି ୱିକେଟ ପାଇଛନ୍ତି। 20 ଓଭର ବୋଲିଂ କରିକି କରିପାର 3ଟି ମେଡେନ ଆଉ 60 ରନ ଦେଇକି 2ଟି ୱିକେଟ ନେଇଛନ୍ତି। ଆକ୍ଚୁଆଲି ୱିକେଟ ପାଇଛନ୍ତି। ୱାରିକରର ଆଜ ୟୁଜୁଆଲ ଇଣ୍ଡିଆ ଆଜି ଫୁଲ ଡେ ଡୋମିନେଟ କରିଛି, କିଛି ବି ଆଧିରେ କିଛି କମ୍ପ୍ରମାଇଜ, ଫୁଲ ଡେ ଡୋମିନେନ୍ସ। ଏସଏସ୍ ଜୟସୱାଲ 173 ସ୍କୋର କରିଛି, ଅଲମୋଷ୍ଟ 68 ଷ୍ଟ୍ରାଇକ ରେଟ ରେ। କେଏଲ ରାହୁଲ ମଧ୍ୟ, ସେ ବଲ୍ ଟା ହିଁ ବହୁତ ମାନେ ଗୋଟେ ଏମିତି ଭଲ ବଲ ନାଇଁ ପଡିଯାଏ ଆକ୍ଚୁଆଲି କି କେଏଲ ଫେସ୍ ରାହୁଲ ପୁରା ଆଗରୁ ହିଁ ଆଟାକିଂ ଟର୍ନ ମୋଡରେ ହେଇଯାଏ। ଥିଲା। କେଏଲ ରାହୁଲ ଯୋଉ ଆଉଟ ହେଇଛି ଆଟାକିଂ ମୋଡରେ ଆଉଟ ହେଇଛି, ଏମିତି ନୁହଁ କି ମାନେ ଫିର ବି ବଲ୍ ଟା ଡିଫେନ୍ସ କରି। ହଁ फिर भी बॉल ଟା ବହୁତ ଟର୍ନ ହେଇଗଲା, ବହୁତ ମାନେ ବହୁତ ଆଗରୁ ହିଁ ଟର୍ନ ସାଢେ ହେଇଗଲା ଆଠ ବଲ୍ ଟା। ଡିଗ୍ରୀ, ମାନେ 8.5 ଡିଗ୍ରୀ ହଁ ବଲ୍ ଟର୍ନ ହେଇଥିଲା। ମାନେ 1-2 ହଁ ଡିଗ୍ରୀରେ ତ ହଁ ବହୁତ ବହୁତ ଟର୍ନ ଟର୍ନ ହେଇଯାଉଛି, ହେଇଗଲା। ବଟ୍ 8.5 ଡିଗ୍ରୀ ହେଲାଣି, ବହୁତ ଟର୍ନ ହୁଁ ହେଲାଣି। ହଁ। ତ ଆଉ ଆମେ ପ୍ରୀତିଶ ଯଦି ଦେବପ୍ରିୟ, ସାଇ ମୁଁ ଗୋଟେ ସୁଦର୍ଶନ, କଥା କହିବାକୁ ନାଇଁ ଯାଉଛି। ନାଇଁ ସାଇ ସାଇ ହଁ ଆଜି ସୁଦର୍ଶନ ସୁଦର୍ଶନ କଥା ଆକ୍ଚୁଆଲି, କହିବା ଯଦି, ହଁ ସାଇ ସୁଦର୍ଶନ ସାଇ ପାଇଁ ଗୋଟେ ସୁଦର୍ଶନ କଥା କହିବା ମାନେ ଯଦି, ଗୋଟେ ସେଟା ପାଇଲ ତାର ଟେଷ୍ଟିଂ ଗୋଟେ ଥିଲା ଲକ୍ ଇସ୍ୟୁ ଥିଲା ସାଇ ସୁଦର୍ଶନଙ୍କର, ଯୋଉ କି କ୍ୟାଚ ରେ ମିସ୍ ମାନେ ହେଇଗଲା। ହଁ ଗୋଟେ କ୍ୟାଚ ଫାଷ୍ଟ ମିସ୍ ହେଇଥିଲା ୱାରିକର ଦ୍ୱାରା, ଭାଇସ କ୍ୟାପ୍ଟେନ ଦ୍ୱାରା। Yes. ବାକି ଫିର ବି ତାଙ୍କ ଲକ୍ ଏତେ ସାଥ ଦେଲାନି। ବାକି ସାଇ ସୁଦର୍ଶନ ବଢିଆ ବ୍ୟାଟିଂ କରିଛନ୍ତି, ଅଲମୋଷ୍ଟ ମାନେ ନାଇଁ ସ୍ପିନ୍ ଟ୍ରାକ୍ ପାଇଁ ଯଦି ତ ବେଷ୍ଟ ସିଧା ପ୍ଲେୟାର ଏବେ ସାଧା ସୁଦ୍ଧା। ଭାବରେ କହିବାକୁ ଯିବି, ଏଇ ଯୋଉ ସିରିଜ ଟା ଇଣ୍ଡିଆ ଭର୍ସେସ ୱେଷ୍ଟଇଣ୍ଡିଜ ସିରିଜ ଟା, ମାନେ ଏଇ ସିରିଜ ଟା ଓନ୍ଲି ଦିଟା ପ୍ଲେୟରଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଥିଲା। ଗୋଟେ ହଉଛି ସାଇ ସୁଦର୍ଶନ, ଆଉ ଗୋଟେ ହଉଛି ନୀତିଶ କୁମାର ରେଡ୍ଡି ପାଇଁ। କାହିଁକି ନା ଇଣ୍ଡିଆ ଗୋଟେ ସିମ୍ ଅଲରାଉଣ୍ଡର ଖୋଜୁଛି, ଯୋଉଟା କି ନୀତିଶ କୁମାର ରେଡ୍ଡି ହିସାବରେ ସେ ଦେଖୁଛି। ଆଉ 3 ନମ୍ବର ପ୍ଲେସ ଯୋଉଟା ସାଇ ସୁଦର୍ଶନ ଏବେ ଖେଳୁଛି, ତ ସେଇଟା ବି ଆକ୍ଚୁଆଲି ବହୁତ କ୍ରୁସିଆଲ ମାନେ ପ୍ଲେସ ଟା। ତ ଯଦି ସାଇ ସୁଦର୍ଶନର ଅଷ୍ଟ୍ରେଲିଆରେ ଡେବ୍ୟୁ ପରେ ଆମେ ଦେଖିବା, ଓନ୍ଲି ଗୋଟେ ହାଫ ସେଞ୍ଚୁରୀ ଥିଲା, ଆଉ ସିଏ ବି ବହୁତ ମୁସ୍କିଲ ଭାବରେ ସେ ନାଇଁ ସେଇଟା କରିଥିଲା। ଇଂଲଣ୍ଡରେ ଦେବ ତ ପ୍ରିୟ, ଇଂଲଣ୍ଡରେ ଦେବ ପ୍ରିୟ। ତ ହଁ ସରି, ସେମ୍ ସେମ୍ ଇଂଲଣ୍ଡରେ ଇଂଲଣ୍ଡରେ। ଇଂଲଣ୍ଡରେ ବାକି ବାକି ଓପନ୍ସ ଏବେ ସାଇ ସୁଦର୍ଶନ ଭଲ ହିଁ ଦଉଛି। ସାଇ ହଁ ସୁଦର୍ଶନର କ୍ୱାଲିଟି ଆଉ ଟେକ୍ନିକ ଉପରେ କିଛି କୋଶ୍ଚିନ୍ ନଥିଲା, ତା ମାନେ ଟେମ୍ପରମେଣ୍ଟ ଉପରେ କୋଶ୍ଚିନ୍ ଥିଲା। ବାସ୍ ବାକି ବାସ୍। ଏଇ ମ୍ୟାଚ୍ ଟେମ୍ପରମେଣ୍ଟ ଭଲ ଶୋ କରିଛି, ତ ଲାଗୁଛି ଫିଲ୍ ହଉଛି କି ଇଣ୍ଟରନାଲି ଇଣ୍ଡିଆର ମାନେ ଫାଷ୍ଟ ଡାଉନ୍ ଷ୍ଟ୍ରଙ୍ଗେଷ୍ଟ ଏକ୍ସଟ୍ରା ପୋଜିସନ ର, ଆସିବ। ଏ ଫାଷ୍ଟ ଡାଉନ୍ ପୋଜିସନ ର ଯୋଉ ପ୍ରୋବ୍ଲେମ୍ସ ଟା ଥିଲା, ମେ ବି ଚେତେଶ୍ୱର ଟିକେ ଟିକେ ପୂଜାରା ଏବେ ପରେ ସଲ୍ଭ ହବ ଟେଷ୍ଟରେ। ଆଉ ଗୋଟେ ଟୁରରେ ବାହାର ଟୁର ମାନେ ଯୋଉ ଆମର ସେନା ଆଉ ଗୋଟେ କଣ୍ଟ୍ରିର ତ ଠିକ ଅଛି। ହଁ ନାଇଁ ଆଉ ଏ ଆକ୍ଚୁଆଲି ଟୁରରେ ଜଣା ପଡିବ ଯୋଉ ନେକ୍ସଟ ଟୁର ଆସୁଛି ଓଭରସିଜ ଟୁର, ସରି ନ୍ୟୁଜିଲାଣ୍ଡ କୁ, ତ ସେତେବେଳେ ଜଣା ପଡିବ। ନ୍ୟୁଜିଲାଣ୍ଡ ଟୁର ସେଇଠି ଜଣା ପଡିଯିବ। ହଁ ତ ଦେଖ ନୋ ଏବେ ଡାଉଟ ସୁଦ୍ଧା ତ ହଉଛି ଠିକ ଠାକ ସିଲେକ୍ସନ ସେମିତି ମାନେ, ଲାଗି। ଦେଖ ନୋ ଡାଉଟ ସିଲେକ୍ଟର ମାନେ ଅଲରେଡି କହିଦେଇଛନ୍ତି କି ଆମେ ଯୋଉ ବି ନୂଆ ଟ୍ୟାଲେଣ୍ଟ କୁ ଆମେ ଟିମ ରେ ଆମେ ଜାଗା ଦବୁ, ତ ସେମାନଙ୍କୁ ଆମେ ଆଟମୋଷ୍ଟ ଲାଇକ 13 ରୁ 15ଟି ମ୍ୟାଚ ଆମେ ତାଙ୍କୁ ସୁଯୋଗ ଦବୁ। ତ ହଁ ସେଇ ହିସାବରେ ତ ଦେଖ, ଗୋଟେ ଜିନିଷ, ସେତେବେଳେ ଯେତେବେଳେ କରୁଣ ନାୟର ଥିଲେ ଆଉ ସାଇ ସୁଦର୍ଶନ ଥିଲେ, ତ ଗୋଟେ କମ୍ପାରିଜନ ଚାଲିଥିଲା। ତାର ଏବେ ବିସିସିଆଇ ଯେହେତୁ କରୁଣ ନାୟର କୁ ଗୋଟେ ପ୍ରକାର ବାହାର କରିଦେଇଛି, ତ ସାଇ ସୁଦର୍ଶନ ମନରେ ଆସିଲା କି ନାଇଁ, ସେମାନେ ମୋ ଉପରେ ଗୋଟେ ଫେଥ ଦେଇଛନ୍ତି, ତ ମତେ ଗୋଟେ ଭଲ ପରଫମାନ୍ସ କରିବାକୁ ପଡିବ। ନାଇଁ ବୁଝିପାରୁଛ ତ? ସାଇ ସୁଦର୍ଶନ ତ ରହିଲା, କିନ୍ତୁ ତା ବଦଳରେ ମାନେ କରୁଣାର ବଦଳରେ 3 ନମ୍ବର ପ୍ଲେସ ପାଇଁ ବି ଆକ୍ଚୁଆଲି ଦେବଦତ୍ତ ପାଡିକଲକୁ ଦେବଦତ୍ତ ସେମାନେ ପାଟିକଲ କୁ ସିଲେକ୍ସନ ନେଇଛନ୍ତି, କରିଛନ୍ତି। ବଟ ହଁ ବଟ ଅଲରେଡି ସିଲେକ୍ଟର ମାନେ ଗୋଟେ ମାନେ
क्लियर कट आइडिया ଦେଇଦେଲେ କି ଆମେ ଯୋଉ ବି ନୂଆ ଫେସେस କୁ ନେବୁ ଆମେ 13 ରୁ 15ଟା ମ୍ୟାଚ୍ ମାନେ ଅଲମୋଷ୍ଟ ଲାଇକ୍ 3ଟା ରୁ 4ଟା ସିରିଜ ଆମେ ଚାନ୍ସ ଦବୁ ହବ ତ ହଁ 3ଟା ରୁ 4ଟା ସିରିଜ ମାନେ ଅଲରେଡି ଲାଇକ୍ ମାନେ ଆୱେ ସିରିଜ ଗୋଟେ ଥିବ କି ଦିଟା ଥିବ ଆଣ୍ଡ ହୋମ ସିରିଜ ବି ଥିବ ତ ୟେସ୍ ସେଇୟାକୁ ନେଇକି ଆମେ ଯଦି ଠିକ ପରଫରମାନ୍ସ କଲେ ତ ଅବଭିୟସଲି ଟିମ ରେ ଜାଗା ବନିବ ଆଉ ସାଇଦ ସୁଦର୍ଶନ ଅଲରେଡି ଯୋଉ ଆଇପିଏଲ ରେ ଆମର ଭଲ ପ୍ରଦର୍ଶନ କରିଛନ୍ତି ଆଉ ତାଙ୍କ ସଟ୍ସ ଗୁଡା ବି ପୁରା ମାନେ ପୁରା କ୍ଲାସିକ ଫାଇନ ସଟ୍ କ୍ଲାସିକ ସଟ୍ ପୁରା ଆଉ ଆଜି ମଧ୍ୟ ୟଶସ୍ୱୀ ସେମ୍ ଜୟସୱାଲ ଖେଳିଛନ୍ତି ସେମ୍ ୟଶସ୍ୱୀ ଜୟସୱାଲ ଆଜି ମଧ୍ୟ ସେମ୍ ଖେଳିଛନ୍ତି ଆଉ 87 ସ୍କୋର କରିକି 165 ବୋଲେ ବାଇଲକ୍ ସେ ମଧ୍ୟ ଆଉଟ ଆଉଟ ହେଇଗଲେ ହେଇଯାଇଛନ୍ତି। ହଁ ସେଇ ବଲ୍ ଟା ମୁଁ ବି କିନ୍ତୁ ଟର୍ନ ଆଶା ହେଇଯାଇଥିଲା କରୁଥିଲି କି ବହୁତ। ସେ ସେଞ୍ଚୁରି କରନ୍ତୁ ବୋଲି ସରି ସରି ଓକେ ତ ୟଶସ୍ୱୀ ଜୟସୱାଲଙ୍କ ବିଷୟରେ ମୁଁ ଗୋଟେ ଜିନିଷ କହିବାକୁ ଯିବି ଆମେ ତ ଜାଣିଛେ ରନ୍ ମେସିନ୍ ହେଉଛନ୍ତି ବିରାଟ କୋହଲି ବଟ୍ ପ୍ରୀତି ସାହୁ ଦେବପ୍ରିୟ ଏବେ ଟେଷ୍ଟରେ ରନ୍ ମେସିନ୍ ୟଶସ୍ୱୀ ଜୟସୱାଲ ନା ଏତେ ଶୀଘ୍ର ତ ମାନେ ଡିକ୍ଲେୟାର କରିବା ଠିକ ନୁହଁ। ହଁ ତଥାପି ଆଜି ପର୍ଯ୍ୟନ୍ତ ସେ ଯେତିକି ଇନିଂସ ଖେଳିଛି ୱେଷ୍ଟଇଣ୍ଡିଜରେ ଲାଷ୍ଟ ମାନେ ଇଣ୍ଡିଆ ଟୁର ଯୋଉ କରିଥିଲା ୱେଷ୍ଟଇଣ୍ଡିଜକୁ ସେତେବେଳେ ତାର ଡେବ୍ୟୁ ହେଇଥିଲା ଆଉ ସେଇଠୁ ଆଜି ପର୍ଯ୍ୟନ୍ତ ସେମାନେ ଗୋଟେ ଏମିତି ଫେଜରେ ଆସିଛି ଯୋଉଥିରେ କି ସେ ଡବଲ ସେଞ୍ଚୁରୀ ବି ଭଲ ଭାବରେ କରିଛି ସେଞ୍ଚୁରୀ ବି କରିଛି ଫିଫ୍ଟିଜ୍ ବି କରିଛି ଆଉ ଲୋ ସ୍କୋର ବି କରିଛି କିନ୍ତୁ ଓଭରଅଲ୍ ତାର ପରଫରମାନ୍ସ ଟା ବହୁତ ବଢିଆ ଅଛି ତ ନାଇଁ ହଁ ଏଇ ଆମେ ଜିନିଷଟା ମୁଁ କହିପାରିବା କଣ ପାଇଁ କାଲି କହିଲି ତ ଆଉ ଗୋଟେ ମତେ ତ ଏମିତି ବି ଲାଗୁଛି କାଲି ଆଉ ଗୋଟେ 100 ବି ଆମେ ଦେଖିବାକୁ ଯାଉଛେ ଏଇଟା ହଉଛି ସୁମନ ଗିଲ୍ ହଁ ମେ ବି ମୁଁ ଭାବୁଛି ସେତିକି ତ ନାଇଁ ଆଉ ଗୋଟେ ଜିନିଷ ଦେଖାଯାଉ ପ୍ରୀତି ସାହୁ କାଲି ଦେବପ୍ରିୟ ଇଣ୍ଡିଆ ସୁମନ ଗିଲ୍ 100 ପାଇଁ ୱେଟ୍ କରୁଛି ୟା ଫିର ତା ଆଗରୁ ଡିକ୍ଲେୟାର କରିକି ଡିକ୍ଲେୟାର ବୋଲିଂ କରିଦଉଛି ଉପରେ ଡିପେଣ୍ଡ କରୁଛି। ନା ଭାଇ ଟେଷ୍ଟ 5 ଦିନ ଗୋଟେ ବହୁତ ଗେମ୍ ମୁଁ ତ ବହୁତ କହିବି ଟାଇମ ଅଛି ମୁଁ ଇଣ୍ଡିଆ ୱେଟ୍ ମୁଁ ତ କରିବ। କହିବି ଦେଉଛି ଟେଷ୍ଟ ଗୋଟେ ଗେମ୍ ଯୋଉଟା କି ବ୍ୟାଟ୍ସମ୍ୟାନ କମ ବୋଲର ଅଧିକ ଜିତା ହଁ ଟେଷ୍ଟରେ T20 ୱାନ୍ ଡେ ଏ ସବୁରେ ମାନେ ବହୁତ ସାରା ମାନେ ବ୍ୟାଟର କଣ ଦରକାର। ଏମିତି ହଁ ଦି ଜଣଙ୍କର ଭୂମିକା ପ୍ରପରଲି ଦରକାର ବ୍ୟାଟ୍ସମ୍ୟାନ ଆଇଦର ବ୍ୟାଟିଂ ଯଦି ଭଲ ଚାଲିଗଲା ଟିମ୍ ଜିତିଯିବ ଆଇଦର ବୋଲିଂ ଯଦି ଭଲ ଚାଲିଗଲା ଟିମ୍ ଜିତିଯିବ ବାକି ଟେଷ୍ଟରେ ମୁଁ ତ ଏଇଟା କହିବି ବୋଲିଂ ଉପରେ ବହୁତ ଡିପେଣ୍ଡ କରେ ବୋଲର ହିଁ ଆଉ ଜିତେ ଟେଷ୍ଟରେ ଯେ ପର୍ଯ୍ୟନ୍ତ ଗୋଟେ ଟିମ୍ ଆଜ ଅପୋନେଣ୍ଟ ୟୁଜୁଆଲ 20ଟା ୱିକେଟ ନ ଲାଷ୍ଟକୁ ନେଇଛି ସେ ତମକୁ ପର୍ଯ୍ୟନ୍ତ 20 ଗୋଟେ ଟିମ୍ ବାସ୍ ଜିତି ପାରିବନି। ବାସ୍ 20ଟା ସେଇ ୱିକେଟ ଷ୍ଟ୍ରାଟାଜି ନବାକୁ ହିଁ ସେଇ ପଡିବ। ହଁ ସେଇ ଷ୍ଟ୍ରାଟାଜି ବିରାଟ କୋହଲି ଫଲୋ କରୁଥିଲେ ବୋଲି ଆମେ ଆଜି ପର୍ଯ୍ୟନ୍ତ ମାନେ ଭଲ ରେଜଲ୍ଟ ପାଇଛେ ଟେଷ୍ଟ ମାନେ ନମ୍ବର 1 ଟିମ୍ ସ୍ପେଶାଲି ହେଇଯାଇଥିଲା। ଟେଷ୍ଟରେ ହଁ। ସିକ୍ସ ନାଇଁ ଆଉ ଫାଇଭ ଗୋଟେ ଜିନିଷ ହଁ ନାଇଁ ଏଇ ବିରାଟ ଜିନିଷ ମୁଁ କୋହଲି ଗୋଟେ କହିବାକୁ ପାଇଁ ମାନେ ଚାହୁଁଛି କି ସ୍ଟେଜ ସେଟ୍ କରିଦେଇଥିଲା ତାର ମାନେ ହଁ କ୍ୟାପ୍ଟେନସିପ ଇଣ୍ଡିଆ ପାଇଁ ସ୍ପେଶାଲି ଟେଷ୍ଟରେ ସେଠି ଭାଇ ବିରାଟ କୋହଲି ତା ଟେଷ୍ଟରେ ଇଣ୍ଡିଆ କ୍ୟାପ୍ଟେନସିପ ରେ ଟଚ୍ କରିପାରୁ ନଥିଲା ଏମିତି ସେ ଗୋଟେ ନା ନା ମାନେ ବିରାଟ ଷ୍ଟାଣ୍ଡାର୍ଡ ସେଟ୍ କୋହଲି ତା କରିଥିଲା। କ୍ୟାପ୍ଟେନସିପ ରେ ସିଏ ବ୍ୟାଟିଂ ଟାକୁ ସିଏ ନିଜେ ହିଁ ସମ୍ଭାଳୁଥିଲା ନା ହଁ କି ମୁଁ ନେବି ବ୍ୟାଟିଂ ର ପ୍ରେସର ତ ଠିକ ଅଛି ସେଗୁଡା ସବୁ ଛାଡ ଆଜି ଟେଷ୍ଟ ଏମିତି ହେଇଛି ଏମିତି ଘଟିଛି କି ଏତିକି ସ୍କୋର କରିଛି ଇଣ୍ଡିଆ ଆଜିର ଦିନ ଶେଷ ସୁଦ୍ଧା ଇଣ୍ଡିଆ 318 ରନ୍ ସଂଗ୍ରହ କରିଛି ଆଉ 90 ଓଭର ଆଜି ଫୁଲ ଡେ ପୁରା ଖେଳ ହେଇଛି ତ କାଲି ଦେଖାଯାଉ ଇଣ୍ଡିଆ କେମିତି ବ୍ୟାଟିଂ କରୁଛି କେତେବେଳେ ଡିକ୍ଲେୟାର କରୁଛି ତ ଫାର୍ଷ୍ଟ ୱିକେଟ ଆଜ ୟୁଜୁଆଲ ଯେମିତି 58 ରେ ପଡିଥିଲା ସେକେଣ୍ଡ ୱିକେଟ ସାଇ ସୁଦର୍ଶନ 251 ରେ ପଡିଥିଲା ଏବେ ତ ମତେ ଫିର ବି 193 ଲାଗୁଛି ରନ୍ ର କି ପାର୍ଟନରସିପ ହେଇଥିଲା ଜୟସୱାଲ ଆଉ ସାଇ ସୁଦର୍ଶନ ଭିତରେ। ଆଉ ଗୋଟେ ବଡ ପାର୍ଟନରସିପ ବିଲ୍ଡ ଅପ୍ ହଉଛି ତ ମତେ ହଉଛି ଦେଖାଯାଉ ହଁ କାଲି ଯଦି ଫାର୍ଷ୍ଟ ଆୱାର ଅଲମୋଷ୍ଟ ଦି ଜଣ ଖେଳିଦେଲେ ମାନେ ଠିକ ଠାକ ତ ଆଉ ଗୋଟେ ବଡ ପାର୍ଟନରସିପ ବିଲ୍ଡ ହଉଛି ଆଉ ୟଶସ୍ୱୀ ଜୟସୱାଲ 200 ମଧ୍ୟ ଦେଖିବାକୁ କାଲି ମିଳିବ ତ କାଲିର ଦିନ ମଧ୍ୟ ବହୁତ ମଜାଦାର ଅଛି ତ ମଜାଦାର ଅଛି। ହଁ ପ୍ରୀତି ତ ସହ ଆମେ ଦେବପ୍ରିୟ ଖାଲି ଇତିମଧ୍ୟରେ ଆମର ଗୋଟେ ନ୍ୟୁଜ ଆସିଛି ଯୋଉଟା କି ଆମର ଆଇପିଏଲ ଅକ୍ସନ କୁ ନେଇକି ହଁ ହଁ ଯୋଉଟା କି ଆମର ଆସିଛି ଡିସେମ୍ବର 13 ରୁ 15 ଭିତରେ ଆମର ଆଇପିଏଲ ଅକ୍ସନ ହବ ଆଉ ଟିମ୍ ମାନଙ୍କୁ ଦିଆଯାଇଛି ତାଙ୍କର ଯୋଉ ରିଟେନସନ ଯୋଉ ପ୍ଲେୟାର ମାନଙ୍କୁ ରଖିବେ ତ ସେଇଟା ଜଣେଇବେ ନଭେମ୍ବର 15 ସୁଦ୍ଧା Yes. सीएसके ହଁ सीएसके ଆଉ ଆରସିବି ସିଏସକେ ଆରସିବି ସିଏସକେ ଚାଲ ଚାଲ ସିଏସକେ ଆରେ ଆକ୍ଚୁଆଲି ଆଉ ଗୋଟେ ନ୍ୟୁଜ ମଧ୍ୟ ଆସିଛି କି ଅଡିଏନ୍ସ ମାନଙ୍କୁ ଆମ ଜଣେଇଦବା କଥା କି ଆରସିବି ର ମେ ବି ଓନର ଚେଞ୍ଜ ହଉଛନ୍ତି ଆରସିବି ହଁ ଟିମ୍ ବିକିବାକୁ ଯାଉଛି ମେ ବି କାହିଁକି ନା ମାନେ ଆରସିବି ର ବ୍ରାଣ୍ଡ ଭାଲ୍ୟୁ ସିଏସକେ ଏବେ ର ବି ବଢି ଯାଇଛି। ଅଲମୋଷ୍ଟ ପ୍ଲେୟାର ମାନେ ସେମାନଙ୍କୁ ବାହାର କରିଦଉଛି ସିଏସକେ ହଁ ଯାହା ଶୁଣିବାକୁ ଆସିଛି ସିଏସକେ ନ୍ୟୁଜ ବହୁତ ପ୍ଲେୟର କୁ ସେ ରିଟର୍ନ ରିଟର୍ନ ବହୁତ କରୁନି ପ୍ଲେୟର କୁ ରିଲିଜ କରୁଛି ସେ ତ କି ଦେଖାଯାଉ ସେଟା ତ ଏ ନ୍ୟୁଜ ଟା କୋଉଠି ଶୁଣିଛ ଅଫିସିଆଲ ନ୍ୟୁଜ ଆସିଛି ସୋର୍ସ ବଟ୍ ଯେତେବେଳେ ସୋର୍ସେସ ରୁ ରିଟେନସନ ଅଲମୋଷ୍ଟ ଆସିବ ତ ନଭେମ୍ବର ସେଇ ସମୟରେ ନଭେମ୍ବର ଦେଖାଯିବ 15 ରେ ଜଣା ପଡିବ। ରବୀନ୍ଦ୍ର ଜାଡେଜା ଋତୁରାଜ ଗାୟକୱାଡ ଏମ ଏସ୍ ଧୋନି ଅଥିରାନା ଦିନେଶ ଯଦି ଧୋନି ଏମ ଏସ୍ ଧୋନି ଖେଳିଲା ଏମ ଏସ୍ ଧୋନି ଏମାନେ ଫିକ୍ସ ଏ ଚାରିଜଣ ଫିକ୍ସ ନେକ୍ସଟ ତା ମାନେ ଇଏରେ
ଆୟୁଷ ମାତ୍ରେ ଗୋଟେ ଭଲ ଓପନର ୟଙ୍ଗଷ୍ଟର ଓପନର ପାଇଛି, ଆୟୁଷ ମାତ୍ରେ, ଯୋଉଟାକି ସେ ହରେଇବାକୁ ଚାହିଁବ। ଉର୍ବିଲ ପଟେଲ। ଉର୍ବିଲ ପଟେଲ, ହଁ ଉର୍ବିଲ ପଟେଲକୁ ମେ ବି ସିଏ ତ ଚାନ୍ସ ରଖିବ ବୋଲି ମୁଁ କହିବିନି, ବାକି ତାକୁ କିଣି ବି ପାରିବ ଆଉଥରେ ଉର୍ବିଲ ହଁ ପଟେଲକୁ। ହଁ ବାକି ମୁଁ ତ କହିବି ସିଏସକେ ଏବେ ଏଇଥର ଏଇ ସିଜନ ପାଇଁ ଗୋଟେ ବୋଲର ପଛରେ ଯାଉ, ଗୋଟେ ବୋଲର। ହଁ ସରି, ଆଉ ଗୋଟେ ନୂର ଏହମଦକୁ ଛାଡିଦେଲି ଭାଇ, ନୂର ଏହମଦକୁ ସିଏସକେ ଛାଡିବନି। ହଁ, ତ ଦେଖାଯାଉ। ନୂର ଏହମଦ ନାଇଁ ରହିବ କି ରହିବ? ଦେଖାଯାଉ, ନୂର ନଭେମ୍ବର ଏହମଦ 15 ବି ଜଣା ରହିବ। ପଡିବ। ହେ ମୁଁ ଏପର୍ଯ୍ୟନ୍ତ ଭାଇ ରହିବ। ମୁଁ ଏପର୍ଯ୍ୟନ୍ତ ମୁମ୍ବାଇର କିଛି କହିନି, ଯେତେବେଳେ ଆସିବ ନ୍ୟୁଜ କଥା ହବା। ଏଇ ଟପିକ ରେ ଗୋଟେ ଭିଡିଓ ଆମେ ବନେଇବା, ସେଟା ବହୁତ ମଜାଦାର। ମୁଁ ଇଗରଲି ୱେଟ କରିଛି। ବ୍ୟାକଫୁଟ ଆଇପିଏଲ ବାଲା ଅକ୍ସନକୁ ନେଇ, କାହିଁକି ନା ଆଇପିଏଲ ଅକ୍ସନ। ହଁ ଅପସନ। ଆଇପିଏଲ ଅପସନ ତ ଅଛି, ତାପରେ ପୁଣି ଅଷ୍ଟ୍ରେଲିଆ ସହିତ ମ୍ୟାଚ ବି ଅଛି 19 ତାରିଖରୁ। ତ ଆମେ ନାଇଁ ତ ଫୁଲ ପ୍ରିପେୟାର ଅଛୁ। ହଁ ଆକ୍ଚୁଆଲି ଗୋଟେ ଜିନିଷ ହଉଛି କଣ, ଏବେ ସମସ୍ତେ ଦର୍ଶକ ମାନେ ଏଗାରଲି ୱେଟ୍ କରିଛନ୍ତି 19 ଅକ୍ଟୋବର। ଅକ୍ଟୋବରକୁ, କାହିଁକି ନା ରୋକୋ କାରଣ ୱିଲ୍ ବ୍ୟାକ୍ ରୋକୋ ଡୁଓ ବ୍ୟାକ୍ କରିବେ। ବ୍ୟାକ୍ ଟୁ ଦ ଫିଲ୍ଡ। ବାକି ଓକେ ଖାଲି ବ୍ୟାକ୍ ଠିକ ଅଛି। କଲେ ହବନି, ତ ପରଫର୍ମାନ୍ସ ବି ସେଇଭଳିଆ ଦରକାର। ହଁ ସେଇ ସମୟରେ ଦେଖିବା, ଡିସ୍କସନ କରିବା। ଠିକ କିନ୍ତୁ ଅଛି, ଏବେ ଏଗାରଲି ସେମାନେ ଆଟଲିଷ୍ଟ ପଡିଆକୁ ଓହ୍ଲାନ୍ତୁ ଭାଇ। ଓକେ ଠିକ ଅଛି। ବୁଝିପାରିଲ ତ? ଓହ୍ଲେଇବେ ଭାଇ 19 ଅକ୍ଟୋବର ଫାଇନାଲ। ଆଉ ମତେ ତ ଲାଗୁଛି ସିଏ 2027 ଖେଳିକି ହିଁ ଯିବେ। ହଁ, ତ ଗଦାଧର ଆଉ ପ୍ରୀତିଶ, ମୁଁ ଶେଷରେ ଗୋଟେ କ୍ୱେଶ୍ଚନ ଆକ୍ଚୁଆଲି ତମ ଦି ଜଣ ପଚାରିବାକୁ ଚାହୁଁଛି, ଯେ କାଲି ପାଇଁ କଣ ପ୍ରେଡିକ୍ସନ? ଗଦାଧର, ତୋର କଣ ପ୍ରେଡିକ୍ସନ କାଲି ପାଇଁ? କାଲି ଇଣ୍ଡିଆ ନାଇଁ କେତେ ରନ୍ କରିକି ପ୍ରେଡିକ୍ସନ ଡିକ୍ଲେୟାର କରିବ? ତାପରେ କିଏ କେତେ ମାରିବାର ଚାନ୍ସ ଅଛି କଣ? ଦେଖ, ଗଦାଧର? ପ୍ରେଡିକ୍ସନ ତ ଅଲମୋଷ୍ଟ ସମସ୍ତଙ୍କ ସେମ ରହିବ ମୋ ମତରେ। ତ ଇଣ୍ଡିଆ ଯାଉଛି ମାନେ 500 ରନ ସ୍କୋର କରିବା ପାଇଁ ଚାହୁଁଛି। ଆଉ 500 ଯଦି ମାନେ ହେଇଯାଉଛି, ଯେତେ ଜଲଦି ହେଇଯାଉଛି ତ ସେତେ ଜଲଦି ସିଏ ଡିକ୍ଲେୟାର କରିଦବ ଇନିଂସ। କାରଣ 200 ପ୍ଲସ ସ୍କୋର କରିବାକୁ ଚାହୁଁଛି। ଡିପେଣ୍ଡ କରେ ୟଶସ୍ୱୀ ଜୟସୱାଲ ଉପରେ ଆଉ ସେ ସିଚୁଏସନ ଉପରେ। 200 ସ୍କୋର କଲା ବେଳକୁ ସୁମନ ଗିଲ୍ ବି ଅଲମୋଷ୍ଟ ସେଞ୍ଚୁରୀ ପାଖାପାଖି ପଳେଇଥିବ। ତ Yes, yes. ଯଦି ସେଞ୍ଚୁରୀ ପାଖାପାଖି ଥିବ ତ ଟିକେ ଟାଣିବ, ମତେ ଲାଗୁଛି ଯେତିକି। ଆଉ ୟଶସ୍ୱୀ ଜୟସୱାଲ ଯଦି 200 କରିଦେଲା, ତା ଷ୍ଟ୍ରାଇକ ରେଟ୍ ଯୋଉ 60 ଅଛି, ସେ 100 ଛୁଇଁଦବ, ନୋ ଡାଉଟ। ଆଉ ଗୋଟେ ଘଣ୍ଟେ ବିନା ୱିକେଟରେ ଯଦି ଖେଳିଦେଲା ଇଣ୍ଡିଆ, ତ ମତେ ତ ଲାଗୁଛି ହାର୍ଲି ଟି ପୂର୍ବରୁ ସେ ଡିକ୍ଲେୟାର କରିଦବ। ହଁ, ଓକେ, ମୋର ବି ଆକ୍ଚୁଆଲି ଓଭରାଲି ସେଇଟା କାଲି ଦେଖିବା। ପ୍ରେଡିକ୍ସନ। କାଲି ଆମ ଅଡିଏନ୍ସ ମାନଙ୍କୁ ଜଣେଇବା। ଆଉ ଭିଡିଓ ଲମ୍ବା କରିବାନି, ସର୍ଟ ଭିଡିଓ ଅଡିଏନ୍ସ ମାନେ ଦେଖିବାକୁ ବି ପସନ୍ଦ କରିବେ। ୟେସ୍ ତ ୟେସ୍, ଏଥିସହିତ ଆମ ଭିଡିଓଟିକୁ ଏଇଠି ସମାପ୍ତ କରିବା। ଆଉ ଆମ ଭିଡିଓ ଯଦି ଆପଣଙ୍କ ହୃଦୟକୁ ସ୍ପର୍ଶ କରିଥିବ, କି ଆପଣ ହାର୍ଟକୁ ଭଲ ଲାଗିଥିବ, ଦୟାକରି ଗୋଟେ ଲାଇକ୍ ହୃଦୟ ଆଉ ହାର୍ଟ ଆଉ ଗୋଟେ ଜିନିଷ। ଲାଇକ୍ ଆଉ ସବସ୍କ୍ରାଇବ ଟା ଓକେ, କରିଦେବେ। ଗୋଟେ ଜିନିଷ ମୁଁ ଖାଲି କହିବାକୁ ଚାହୁଁଛି, ଆମର ଦେବାଶିଷ ଭାଇ ଯିଏ କି ଭଲ କମେଣ୍ଟ ଦେଇଛନ୍ତି, ତ ତାଙ୍କୁ ମାନେ ବହୁତ 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 ଧନ୍ୟବାଦ। ଧନ୍ୟବାଦ, ସେ ବି ଭଲ କିନ୍ତୁ ମାନେ ଦେବାଶିଷ ଭାଇଙ୍କୁ ମୋ ତରଫରୁ 100 ଟଙ୍କା ସେ କ୍ଲେମ କରିପାରିବେ। ଓକେ ଓକେ ଠିକ ଅଛି। ତ ଆଜିର ଭିଡିଓକୁ ଆମେ ଏଇଠି ରଖିବା। ଆଜି ପାଇଁ ଆମକୁ ବିଦାୟ ଦିଅନ୍ତୁ। ରହିଲୁ, ନମସ୍କାର, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।